20 ଟଙ୍କା ଦେଲାରୁ ମତେ ବଡ଼ ଦାଣ୍ଡରେ ବସେଇ ଦେଲେ। ଆବେ ବଜାରରେ ଦୋକାନ କରି 100 ଟଙ୍କାର କାରବାର କରିବୁ, ବଟି ଦେଲା ବେଳକୁ 20 ଟଙ୍କା ଦବୁ ନାଇଁ? ଆସିଲା ଭାରି ଏଫଆଇଆର ଲେଖିବାକୁ। ଯା ଆଜି ଦୋକାନ ସଜାଡି କାଲି ତାଙ୍କୁ ପୁରା ବଟି ଦବୁ ହେଲା। ଏ ବୁଢା ଶୁଣ ଶୁଣ କିରେ, ତୁ ଯେମିତି ବରା ବିକି ପେଟ ପୋଷୁଛୁ, ସେମାନେ ସେମିତି ଦାଦା ବଟି ଆଦାୟ କରି ପେଟ ପୋଷୁଛନ୍ତି। ଆରେ ସବୁ ଦୋକାନୀ ତ ଦଉଛନ୍ତି, ତୋ ପରେ ତ କେହି ଥାନାକୁ ଦୌଡ଼ି ଆସୁନାହାନ୍ତି, ତୁ କାହିଁ ଯାଉଛୁ? ଯା ଯା ଯା। ଶୁଣ ବୁଢା, ସେମାନଙ୍କୁ ଦାଦା ବଟି ଦେବା ଯାଏ ବଜାରରେ ସବୁ ଦୋକାନ ରହିଥିବ, ଆଉ ଆମ ପକେଟ ବି ଗରମ ରହୁଥିବ। ଆଉ ଦାଦା ବଟି ବନ୍ଦ କଲେ ଏମିତି ଭଙ୍ଗାରୁଜା କରିବେ, ଆମ ମୁଣ୍ଡ ଗରମ ତ ତୁମ ବେପାର ବନ୍ଦ, ବୁଝିଲୁ? ଏ ବୁଢା ଅନେଇଛୁ କଣ? ଯା ଯା ତାଙ୍କୁ ଦାଦା ବଟି ଦେଇଦବୁ, ନହେଲେ ଆଜି ତ ତୋ ଦୋକାନ ଭାଙ୍ଗିଛନ୍ତି, କାଲି ତ ଘରକୁ ଯାଇ ଭାଙ୍ଗିକି ମାଟିରେ ମିଶେଇଦେବା ହେଲା, ବୁଝିଲୁ? ଯା ଯା।